ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଝାରସୁଗୁଡ଼ା ଜିଲ୍ଲାରେ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଳ୍ପ ସଂସ୍ଥାଗୁଡ଼ିକ ସହ ସମୀକ୍ଷା ବୈଠକ ଜାରି ରହିଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ସ୍ଥାନୀୟ ପ୍ରାର୍ଥୀଙ୍କୁ ନିଯୁକ୍ତିରେ ପ୍ରାଥମିକତା ଦେବା, ଫ୍ରେସରମାନଙ୍କ ପାଇଁ ଅଭିଜ୍ଞତା ସର୍ତ୍ତକୁ କୋହଳ କରିବା ଏବଂ ଆପ୍ରେଣ୍ଟିସ୍ ସୁଯୋଗ ବୃଦ୍ଧି କରିବାକୁ ଶିଳ୍ପ ସଂସ୍ଥାମାନଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ଡିସେମ୍ବରରେ ଜିଲ୍ଲାସ୍ତରୀୟ ମେଗା ନିଯୁକ୍ତି ମେଳା ଆୟୋଜନ ସହ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ବୃଦ୍ଧି, ଦକ୍ଷତା ବିକାଶ ଏବଂ ଶିଳ୍ପଭିତ୍ତିକ ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ ଶିଳ୍ପାୟନ ସହିତ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା। ଆମର ଲକ୍ଷ୍ୟ ହେଉଛି ଜିଲ୍ଲାରେ ଗଢ଼ି ଉଠିଥିବା ଶିଳ୍ପ ସଂସ୍ଥାଗୁଡ଼ିକ ସ୍ଥାନୀୟ ଯୋଗ୍ୟ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦିଅନ୍ତୁ। ଏହି ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମିତ ସମୀକ୍ଷା ବୈଠକ ଆୟୋଜନ କରାଯାଉଛି ଏବଂ ଶିଳ୍ପ ସଂସ୍ଥାମାନଙ୍କ ସହ ସମନ୍ୱୟକୁ ଆହୁରି ସୁଦୃଢ଼ କରାଯାଉଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ଶିଳ୍ପ ସଂସ୍ଥାମାନେ ସ୍ଥାନୀୟ ପ୍ରତିଭାଙ୍କ ନିଯୁକ୍ତି ବୃଦ୍ଧି କରିବା ସହ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସହଜ ଓ ବ୍ୟବହାରିକ କରିବା ଆବଶ୍ୟକ। ବିଶେଷ କରି ଫ୍ରେସର ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବ ଅଭିଜ୍ଞତାର ସର୍ଭକୁ କୋହଳ କରିବା ଏବଂ ଆପ୍ରେଣ୍ଟିସିପ୍ ମାଧ୍ୟମରେ ସେମାନଙ୍କୁ ଦକ୍ଷତା ଆଉ ଅଭିଜ୍ଞତା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେବାକୁ ମୁଁ ସମସ୍ତ କମ୍ପାନୀଙ୍କୁ ଆହ୍ୱାନ କରୁଛି। ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଦୂରତା ହ୍ରାସ କରିବା ପାଇଁ ସରକାରୀ ITI ଏବଂ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ସହ ବୃହତ ଶିଳ୍ପ ସଂସ୍ଥାମାନେ ବୁଝାମଣାପତ୍ର ସ୍ୱାକ୍ଷର କରି ଗେଷ୍ଟ ଲେକ୍ଚର, ଇଣ୍ଡଷ୍ଟ୍ରି ଭିଜିଟ୍, ସଫ୍ଟ ସ୍କିଲ୍ ଗ୍ରୁମିଂ ଏବଂ କ୍ୟାରିୟର ମାର୍ଗଦର୍ଶନ ଭଳି କାର୍ଯ୍ୟକ୍ରମକୁ ନିୟମିତ କରିବା ଆବଶ୍ୟକ। ଦଶମ, ଦ୍ୱାଦଶ, ITI, ଡିପ୍ଲୋମା, ବିଟେକ୍, ସ୍ନାତକ, MBA ଏବଂ MCA ଛାତ୍ରଛାତ୍ରୀଙ୍କୁ ଶିଳ୍ପର ଆବଶ୍ୟକତା ଅନୁଯାୟୀ ତାଲିମ ପ୍ରଦାନ କରାଯିବ। କମ୍ପାନୀମାନେ ସେମାନଙ୍କର ଆଗାମୀ ବର୍ଷର ଦକ୍ଷତା ଆବଶ୍ୟକତାର ତାଲିକା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିଯୁକ୍ତି କାର୍ଯ୍ୟାଳୟକୁ ପ୍ରଦାନ କରିବେ। ଆବଶ୍ୟକତା ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ୱାର୍ଲଡ ସ୍କିଲ୍ ସେଣ୍ଟରରେ ଉନ୍ନତ ତାଲିମ ଦିଆଯିବ ଏବଂ ଶିଳ୍ପ ଭିତ୍ତିକ ନୂତନ ପାଠ୍ୟକ୍ରମ ଆରମ୍ଭ କରାଯିବ। ଆସନ୍ତା ଡିସେମ୍ବର 2026ରେ ଜିଲ୍ଲା ସ୍ତରୀୟ ଏକ ମେଗା ନିଯୁକ୍ତି ମେଳା ଆୟୋଜନ କରାଯିବ, ଯେଉଁଥିରେ ସମସ୍ତ ଶିଳ୍ପ ସଂସ୍ଥା ସେମାନଙ୍କ ଠିକାଦାର ଓ ଭେଣ୍ଡରଙ୍କ ସହ ଅଂଶଗ୍ରହଣ କରି ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ। ଜିଲ୍ଲା ପ୍ରଶାସନ ପ୍ରତି ମାସରେ ସମୀକ୍ଷା ବୈଠକ କରି ଆପ୍ରେଣ୍ଟିସିପ୍ ଆକ୍ଟର କାର୍ଯ୍ୟକାରିତା ଏବଂ ସ୍ଥାନୀୟ ନିଯୁକ୍ତିରେ ପ୍ରଗତିକୁ ନିରନ୍ତର ତଦାରଖ କରିବ। ସମସ୍ତଙ୍କ ସହଯୋଗରେ ଝାରସୁଗୁଡ଼ାକୁ ଦକ୍ଷତା ବିକାଶ ଆଉ ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଏକ ଆଦର୍ଶ ଜିଲ୍ଲାରେ ପରିଣତ କରିବା ଆମର ସଂକଳ୍ପ। ଝାରସୁଗୁଡ଼ା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ କୃଷକଙ୍କୁ ସଚେତନ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ବିଭିନ୍ନ ଗ୍ରାମ ଓ ପଞ୍ଚାୟତ ପରିଭ୍ରମଣ କରି ଯୋଜନାର ସୁବିଧା, ପଞ୍ଜୀକରଣ ପ୍ରକ୍ରିୟା ଓ ଫସଲ କ୍ଷତିପୂରଣ ବ୍ୟବସ୍ଥା ସମ୍ପର୍କରେ କୃଷକଙ୍କୁ ସଚେତନ କରିବ। ଜିଲ୍ଲା ପ୍ରଶାସନ ଅଧିକରୁ ଅଧିକ କୃଷକଙ୍କୁ ଏହି ଯୋଜନାରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଝାରସୁଗୁଡ଼ାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି। ସ୍ୱଚ୍ଛ, ତ୍ରୁଟିମୁକ୍ତ ଓ ସର୍ବବ୍ୟାପୀ ଭୋଟର ତାଲିକା ପ୍ରସ୍ତୁତି ପାଇଁ ସମସ୍ତ ଅଧିକାରୀଙ୍କୁ ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଝାରସୁଗୁଡ଼ା ଜିଲ୍ଲାପାଳ ପୁରାତନ ପାଣ୍ଡୁଲିପି, ତାଳପତ୍ର ପୋଥି ଓ ଅନ୍ୟାନ୍ୟ ହସ୍ତଲିପିର ସଂରକ୍ଷଣ ଓ ଡକୁମେଣ୍ଟେସନ ପାଇଁ ଶିକ୍ଷାବିତ୍, ଗବେଷକ ଏବଂ ସାଧାରଣ ଲୋକଙ୍କ ସହଯୋଗ କାମନା କରିଛନ୍ତି। ଜିଲ୍ଲା ସଡ଼କ ସୁରକ୍ଷା କମିଟି ଏବଂ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସର ସମୀକ୍ଷା ବୈଠକରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯାଇଛି। ରାସ୍ତା ପାର୍ଶ୍ୱରେ ବେଆଇନ ପାର୍କିଂ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ନିୟମିତ ଡି-ଡଷ୍ଟିଂ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ବୈଠକରେ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।